ଯଦି ଜଣକୁ ହାର୍ଟ ଆଟାକ୍ ହେଇଛି ତା ମାନେ ନୁହେଁ ଯେ ଆଉ ତାକୁ ଆଉଥରେ ହାର୍ଟ ଆଟାକ୍ ହବନି। ଯଦି ଜଣକୁ ହାର୍ଟ ଆଟାକ୍ ହେଇଛି ବହୁତ ବହୁତ ଚାନ୍ସ ଅଛି ତାର ହାର୍ଟ ଆଟାକ୍ ହବାର, ଆଉ ଥରେ ହାର୍ଟ ଆଟାକ୍ ହବାର ବହୁତ ଚାନ୍ସ ଅଛି। ଯୋଉ ଓଭରଅଲ ଯୋଉ ଟ୍ରାଏଲ ଅଛି, ଯୋଉ ଷ୍ଟଡି ଦେଖୁଛି, ଯୋଉ ଷ୍ଟଡି ଆଭେଲେବଲ ଅଛି ତା ମାଧ୍ୟମରେ ଜଣାଯାଏ ଯେ ପାଖାପାଖି 20 to 25% ଲୋକଙ୍କର ଆଉ ଥରେ ନିୟର ଅବାଉଟ 5 years ମଧ୍ୟରେ ଆଉ ଥରେ 20 to 25% ଲୋକଙ୍କର ଆଉ ଥରେ ହାର୍ଟ ଆଟାକ୍ ହବାର ବହୁତ ବହୁତ ଚାନ୍ସ ଅଛି। ସେଇ ହାର୍ଟ ଆଟାକ୍ ର କାରଣ ହେଲା ସେଇଟା, ଏଇଟା ଗୋଟେ ଲାଇଫଷ୍ଟାଇଲ ଡିଜିଜ। କିଛି କିଛି ଫାଷ୍ଟ ହାର୍ଟ ଆଟାକ୍ ହେଲା ପରେ ଲୋକମାନେ ନିଜର ଜୀବନ ଶୈଳୀରେ ପ୍ରତି ସତର୍କ ହେଇଯାନ୍ତି, କିନ୍ତୁ ପରେ ପରେ ସେମାନେ ପୁଣି ସେଇ ପୂର୍ବ ଭଳିଆ ଜୀବନ ଶୈଳୀକୁ ଲୌଟି ଆସନ୍ତି, ଯାହା ଦ୍ୱାରା କି ସେଇ ହାର୍ଟ ଆଟାକ୍ ହେବାର ଚାନ୍ସ ବହୁତ ବହୁତ ବଢି ଯାଇଥାଏ। ହାର୍ଟ ଆଟାକ୍ ହେଲା ପରେ ସୁସ୍ଥ ହବା ପାଇଁ ପାଖାପାଖି ଆମକୁ 3 ସପ୍ତାହରୁ 3 ମାସ ପର୍ଯ୍ୟନ୍ତ ଲାଗିଥାଏ। ଯେମିତି ଏଇଟା ହଉଛି ବଡିର ନ୍ୟାଚୁରାଲ ହିଲିଂ ପ୍ରୋସେସ। କୌଣସି ପ୍ରକାର ଯେମିତି ସ୍କିନ୍ କଟିଗଲା, ବୋନ ଫ୍ରାକ୍ଚର ହେଇଗଲା, ଯାହା ବି ଟ୍ରିଟମେଣ୍ଟ କରାଯାଉ ବଡିର ନ୍ୟାଚୁରାଲ ହିଲିଂ ପ୍ରୋସେସ ପାଇଁ 3 ରୁ 4 ସପ୍ତାହ ଲାଗିଥାଏ। ସେଇ 3 ରୁ 4 ସପ୍ତାହ ଭିତରେ ବଡିର ହିଲିଂ ପ୍ରୋସେସ ସମ୍ପୂର୍ଣ୍ଣ ହେଇଥାଏ। ସେମିତି ହାର୍ଟ ଆଟାକ୍ ଟା ହେଲା ମାନେ ହାର୍ଟ ର ମସଲ ଡ୍ୟାମେଜ ହେଇଯାଏ। ହାର୍ଟ ର ମସଲ ଡ୍ୟାମେଜ କୁ ହିଲିଂ ପ୍ରୋସେସ ପାଇଁ 3 ରୁ 4 ସପ୍ତାହ ଲାଗେ। କିନ୍ତୁ ଏଇଟା ଡିପେଣ୍ଡ କରୁଛି ଆମେ କୋଉ ପ୍ରକାର ଟ୍ରିଟମେଣ୍ଟ ଦଉଛୁ, କେତେ ଶୀଘ୍ର ଦିଆହେଇଛି, ଆଉ କେଉଁ ପ୍ରକାର ହାର୍ଟ ଆଟାକ୍ ହେଇଛି, ଆଉ ଓଭରଅଲ ପେସେଣ୍ଟ ର ଜେନେରାଲ କଣ୍ଡିସନ। ଯଦି ବୃଦ୍ଧ ଲୋକ ଅଛନ୍ତି ତାଙ୍କୁ ବହୁତ ସମୟ ଲାଗେ, ଯଦି ମେଜର ହାର୍ଟ ଆଟାକ୍ ଅଛି ତେବେ ତାଙ୍କୁ ଆହୁରି ଅଧିକ ସମୟ ଲାଗେ, ଯଦି ମାଇନର ଆମାଉଣ୍ଟ ଅଫ ମସଲ ଡ୍ୟାମେଜ ହେଇଛି ଯୋଉଟା ଆମେ ଇକୋ ମାଧ୍ୟମରେ ଜାଣୁ, ଯଦି ହାର୍ଟ ର ଆଟାକ୍ ପରେ ଯଦି ହାର୍ଟ ର ପମ୍ପିଂ ପାୱାର ବହୁତ କମି ଯାଇଛି ସେଇ ପେସେଣ୍ଟ ମାନଙ୍କର ରିକଭରି ବହୁତ ସ୍ଲୋ ହୁଏ। ସେମାନଙ୍କୁ ରିକଭରି ଲାଗିଯାଏ ପ୍ରାୟ ପ୍ରାୟ 3 ରୁ 6 ମାସ ପର୍ଯ୍ୟନ୍ତ। ଯଦି ଜଣଙ୍କର କୌଣସି ପ୍ରକାର ଆଞ୍ଜିଓଗ୍ରାଫି ଆଞ୍ଜିଓପ୍ଲାଷ୍ଟି କରାହେଇନି, ବାଇପାସ କରାହେଇନି, କେବଳ ଟ୍ରିଟମେଣ୍ଟ ମେଡିସିନରେ ଟ୍ରିଟମେଣ୍ଟ ହେଇଥାଏ, ସେଇ ସମୟରେ ମସଲ ରିକଭରି ବହୁତ ସମୟ ଲାଗିଥାଏ। ଯଦି ପେସେଣ୍ଟର ବହୁତ ଆସୋସିଏଟେଡ କଣ୍ଡିସନ, ଯଦି ପେସେଣ୍ଟ ବହୁତ ବୃଦ୍ଧ ଅଛି, ୟା କିଡନୀ ପ୍ରୋବ୍ଲେମ ଅଛି, ୟା ଆସୋସିଏଟେଡ ଡାଇବେଟିସ୍ ଅଛି, ଅନକଣ୍ଟ୍ରୋଲ ଡାଇବେଟିସ୍ ଅଛି, ତେବେ ହିଲିଂ ପ୍ରୋସେସ ବହୁତ ସମୟ ଲାଗେ। ଯଦି ପେସେଣ୍ଟ ୟଙ୍ଗ ଅଛନ୍ତି ତାଙ୍କର ହିଲିଂ ପ୍ରୋସେସ ବହୁତ ଶୀଘ୍ର ହୋଇଥାଏ। ପେସେଣ୍ଟର ଯଦି ହାର୍ଟ ଆଟାକ୍ ମାଇନର ଆଟାକ୍ ହେଇଛି, ଯଦି ଛୋଟ ଆର୍ଟେରୀ ବ୍ଲକ ହେଇଛି, ତେବେ ହାର୍ଟ ଆଟାକ୍ ସେ ରିକଭରି ପ୍ରୋସେସ ଟା ବହୁତ ଶୀଘ୍ର ହୋଇଥାଏ। ଟ୍ରିଟମେଣ୍ଟ ହେଲା ପରେ ଯଦି ଯନ୍ତ୍ରଣା ହେଲା, ପେସେଣ୍ଟକୁ କିଛି ଜିନିଷ ଆପଣଙ୍କୁ ସେ ପେସେଣ୍ଟକୁ ଟେକ୍ କେୟାର କରିବାକୁ ପଡିବ। ଯଦି ପେସେଣ୍ଟ ରେଗୁଲାରଲି ମେଡିସିନ ନଉଛି ତେବେ ଯନ୍ତ୍ରଣା ହେବାର ଚାନ୍ସ କମ ଥାଏ। ହାର୍ଟ ଆଟାକ୍ ହେବାର ପରେ କଣ ହୁଏ ନା, ପେସେଣ୍ଟ ଆଗରୁ ତ ସେ ମାନନ୍ତିନି ଯେ ସେଇଟା ହାର୍ଟ ଆଟାକ୍ ବୋଲି। ତାପରେ କୌଣସି ପ୍ରକାର ଗ୍ୟାସ୍ ପ୍ରୋବ୍ଲେମ ହେଲା, ଏସିଡିଟି ହେଲା, ୟା କୌଣସି ପ୍ରକାର ମସ୍କୁଲାର ପେନ୍ ହେଲା, ତେବେ ପେସେଣ୍ଟ କଣ ଟିକେ ଛାନିଆ ହେଇଯାଆନ୍ତି, ଛାନିଆ ପ୍ରକୃତିରେ ଆଞ୍ଜାଇଟି ବଢିଯାଏ। ସେମାନେ କୌଣସି ପ୍ରକାର ମସ୍କୁଲାର ପେନ୍ କୁ ବି ସେମାନେ କୋରିଲେଟ କରିଦିଅନ୍ତି ତାଙ୍କର ହାର୍ଟ ପ୍ରୋବ୍ଲେମ ସହିତ। ଆଉ ଯଦି ଆକ୍ଚୁଆଲି ତାଙ୍କୁ ହାର୍ଟ ପ୍ରୋବ୍ଲେମ ଯୋଗୁ ଚେଷ୍ଟ ପେନ୍ ହଉଛି, ତେବେ ତାଙ୍କୁ ତୁରନ୍ତ ଡକ୍ଟରଙ୍କର ରାୟ ନେବା ନିହାତି ଆବଶ୍ୟକ। ତାଙ୍କର ଆଉ ଥରେ ଇସିଜି କରି ତାଙ୍କୁ ଆସେସମେଣ୍ଟ କରିବା ନିହାତି ଆବଶ୍ୟକ। ହାର୍ଟ ଆଟାକ୍ ପରେ କିଛି ସମସ୍ୟା ବଢି ଯାଇଥାଏ। ସମସ୍ୟା ମାନେ କିଛି ଯେମିତି ଦୁଇ ତିନି ପ୍ରକାର ସମସ୍ୟା ବହୁତ କମନ। ଗୋଟେ ହଉଛି ହାର୍ଟ ଫେଲିୟର, ଆଉ ଗୋଟେ ହଉଛି ଆରିଥମିଆ, ଆଉ ଗୋଟେ ହଉଛି କାର୍ଡିଓଜେନିକ୍। ଯୋଉ ଯେମିତି କହିଲି ହାର୍ଟ ଫେଲିୟର, ହାର୍ଟ ଆଟାକ୍ ମିନ୍ସ ହାର୍ଟ ର ମସଲ ଡ୍ୟାମେଜ ହେଇଯାଏ। ହାର୍ଟ ର ମସଲ ଡ୍ୟାମେଜ ହେଇ ଗଲା ପରେ ହାର୍ଟ ର ପମ୍ପିଂ ପାୱାର କମ ହେଇଯାଇଥାଏ। ଯଦି ବି ଆମେ କିଛି ଆଞ୍ଜିଓପ୍ଲାଷ୍ଟି ବାଇପାସ ସର୍ଜରୀ କୌଣସି ଔଷଧ ଦଉ, କିନ୍ତୁ ତାର ସେଇ ସମୟ ପରେ ବି ତାର ହାର୍ଟ ର ମସଲ ର ଯେମିତି ରିକଭରି ପାଇଁ କିଛି ଟାଇମ ଲାଗେ। କିଛି ପେସେଣ୍ଟଙ୍କର ମସଲ ଡ୍ୟାମେଜ, ହାର୍ଟ ଆଟାକ୍ ପରେ ଯୋଉ ମସଲ ଡ୍ୟାମେଜ ହେଇଯାଏ, ଡ୍ୟାମେଜ ହେଲା ପରେ ସେଟା ସ୍କାର ଫର୍ମେସନ ହେଇଯାଏ, ହାର୍ଟ ଭିତରେ ସ୍କାର ଫର୍ମେସନ ହେଇଯାଏ। ସେଇ ସ୍କାର ଟା ଆପଣଙ୍କର କିଛି ପ୍ରକାର ହାର୍ଟ ରିଦିମ ଡିଷ୍ଟରବାନ୍ସ ଷ୍ଟାର୍ଟ କରେ, ତାକୁ କୁହାଯାଏ ଆରିଥମିଆ। ବିଭିନ୍ନ ପ୍ରକାର ଆରିଥମିଆ ଅଛି, ଯେମିତି ଭେଣ୍ଟ୍ରିକୁଲାର ପ୍ରିମେଚର କମ୍ପ୍ଲେକ୍ସ, ଆଟ୍ରିଆଲ ପ୍ରିମେଚର କମ୍ପ୍ଲେକ୍ସ, ଭେଣ୍ଟ୍ରିକୁଲାର ଟାକିକାର୍ଡିଆ, ଆଟ୍ରିଆଲ ଟାକିକାର୍ଡିଆ। ଏଇ ପ୍ରକାର ଆରିଥମିଆରେ ପେସେଣ୍ଟକୁ ଛାତି ଧଡ ଧଡ ହୁଏ, ବେଳେ ବେଳେ ହାର୍ଟ ରେଟ୍ ବହୁତ ଫାଷ୍ଟ ହେଇଯାଏ, ବେଳେ ବେଳେ ବହୁତ ସ୍ଲୋ ହେଇଯାଏ, ଆଉ ବେଳେ ବେଳେ ପେସେଣ୍ଟ ସଡନ କାର୍ଡିଆକ ଡେଥ ହେଇଯାଏ। ତେବେ ଏଇ ସବୁ ଜିନିଷ ପାଇଁ ଆମକୁ ଡକ୍ଟରଙ୍କ ରାୟ ନେବା ନିହାତି ଆବଶ୍ୟକ। ଡକ୍ଟର ତା ହିସାବରେ ହାର୍ଟ ରେଟ୍ କଣ୍ଟ୍ରୋଲ କରିବା ପାଇଁ କିଛି ଔଷଧ ଦେଇଥାନ୍ତି, ଏଇ ଆରିଥମିଆ କଣ୍ଟ୍ରୋଲ କରିବା ପାଇଁ ଔଷଧ ଦେଇଥାନ୍ତି। ସେଇଟା ସେମାନେ ନିୟମିତ ଭାବରେ ନେବା ଆବଶ୍ୟକ। ଏଇ ଆରିଥମିଆ ଆଉ ହାର୍ଟ ଫେଲିୟର
इज भेरी भेरी कॉमन जो डिपेंड करुच्ची पेशेंट रो जदि मेजर अटैक ହେଇଛି या जदि टाइमली ट्रीटमेंट ହେଇନି ଯଦି କେବଳ ମେଡିସିନରେ ଟ୍ରିଟମେଣ୍ଟ ହେଇଛି ଯଦି ଆଞ୍ଜିଓପ୍ଲାଷ୍ଟି या ବାଇପାସ ମାଧ୍ୟମରେ ଯଦି ବ୍ଲଡ ସପ୍ଲାଇ ହାର୍ଟକୁ ରିଷ୍ଟୋର କରାଯାଏ ଇନ୍ ଦେଟ୍ କେସେସ୍ ଏଇ ସବୁ ପ୍ରକାର କମ୍ପ୍ଲିକେସନ ହେବାର ବହୁତ ଚାନ୍ସ ଥାଏ। ଏଇ ସବୁ କମ୍ପ୍ଲିକେସନକୁ ଆମେ ଦୂରେଇ ରଖିବାକୁ ହେଲେ ଆମକୁ ଡକ୍ଟରଙ୍କ ଦ୍ୱାରା ଦିଆହେଇଥିବା ପ୍ରେସକ୍ରାଇବ ମେଡିକେସନ ନିୟମିତ ଭାବରେ ରେଗୁଲାରଲି ନେବା ନିହାତି ଆବଶ୍ୟକ। ଯୋଉ ମେଡିସିନ ଅଛି କିଛି ମେଡିସିନ ଅଛି ଯୋଉଟା ହାର୍ଟ ମାନେ ରକ୍ତ ପତଳା କରିବାର ଔଷଧ ନିୟମିତ ଭାବରେ ରେଗୁଲାର ନେବା ଆବଶ୍ୟକ। ହାର୍ଟ ଏକ୍ସପାଣ୍ଡ ନ ହୁଏ ତା ପାଇଁ ମଧ୍ୟ କିଛି ଔଷଧ ଦିଆଯାଇଥାଏ। ପେସେଣ୍ଟକୁ ଚେଷ୍ଟ ପେନ୍ ନ ହବା ପାଇଁ ମଧ୍ୟ କିଛି ମେଡିକେସନ ଦିଆଯାଇଥାଏ। ଏଇ ସବୁ ମେଡିସିନକୁ ଆମେ ରେଗୁଲାରଲି ଡାକ୍ତରଙ୍କ ପରାମର୍ଶ ହିସାବରେ ନିୟମିତ ଭାବରେ ନିୟମିତ ଭାବରେ ନେବା ଆବଶ୍ୟକ ଆଉ ପର୍ଟିକୁଲାର ଡ୍ୟୁରେସନ ପର୍ଯ୍ୟନ୍ତ ନେବା ଆବଶ୍ୟକ। ଏଇ ହାର୍ଟ ଆଟାକକୁ ନୂତନ ଜୀବନ ଭାବରେ ନିଅନ୍ତି। ଜୀବନ ଶୈଳୀରେ ଯେମିତି ଡେଲି ଏକ୍ସରସାଇଜ ବ୍ୟାୟାମ କରିବା ନିହାତି ଆବଶ୍ୟକ। ବ୍ୟାୟାମ କଲେ କଣ ହୁଏ ରକ୍ତ ସଞ୍ଚାଳନ ହୁଏ। ରକ୍ତ ସଞ୍ଚାଳନ ସହିତ ସହିତ ବଡିର ଯେଉଁ ସାଇକୋଲୋଜିକାଲ ଡିଷ୍ଟର୍ବାନ୍ସ ହାର୍ଟ ଆଟାକ ପରେ ହେଇଥାଏ ଡିପ୍ରେସନ ଆଂଜାଇଟି ଏ ସବୁ କମି ଯାଇଥାଏ। ତା ସହିତ ଆମକୁ ବ୍ଲଡ ପ୍ରେସର ସୁଗର କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାର ଔଷଧ ନେବା ଆବଶ୍ୟକ। ଖାଦ୍ୟପେୟରେ ଆମକୁ ନିୟମିତ ଭାବରେ ମାନେ ମେଡିଟେରିଆନ ଡାଏଟ ନେବା ଆବଶ୍ୟକ। ମେଡିଟେରିଆନ ଡାଏଟ ମାନେ ଡାଏଟ containing mostly fruits vegetables low fat and low carbohydrate diet ନେବା ଆବଶ୍ୟକ। ଯଦି ମାଂସାହାରୀ ଅଛନ୍ତି ତେବେ ମାଛ ଛୋଟ ମାଛ ନେଇପାରିବେ। ଅଣ୍ଡା ଯଦି ଖାଉଛନ୍ତି ଅଣ୍ଡାର ୟେଲୋ ପର୍ସନକୁ ଆଭଏଡ କରିବେ। ମାଂସ ପ୍ରାୟତଃ ଆଭଏଡ କଲେ ବେଟର ହୁଏ। ତେଲ ଯଦି ନେଉଛନ୍ତି ତେଲ ବେସିକାଲି ଅଲିଭ ଅଏଲ ୟା ସୋରିଷ ତେଲ ୟା ରାଇସ୍ ବ୍ରାନ୍ ଅଏଲ ଏଇ ସବୁ ତେଲ ଆମକୁ ଖାଦ୍ୟପେୟରେ ଦେଖିବାକୁ ପଡିବ। ବଡ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ଯୋଉଟା ସ୍ମୋକିଂ। କୌଣସି ପ୍ରକାର ଧୂମପାନ ଯଦି କରୁଛନ୍ତି ବୋ ଟବାକୋ ଏନି ଫର୍ମ ସୁଡ୍ ବି ଷ୍ଟପ୍। ଆଉ ତା ସହିତ ଆମକୁ ଷ୍ଟ୍ରେସ୍ ଲେଭେଲ ଟାକୁ କିଛି କମ କରିବା ପାଇଁ ଆଇଦର ମେଡିକେସନ ନେବାକୁ ପଡିବ ୟା ବିହେଭିୟରାଲ ଥେରାପି ନେବାକୁ ପଡିବ। ଏଇ ସବୁ ଜିନିଷ କଲେ ଆମେ ସୁସ୍ଥ ରହିପାରିବା। ଆକ୍ଚୁଆଲି ତାଙ୍କୁ ସପୋର୍ଟ ଦେବା ଫ୍ୟାମିଲି ସପୋର୍ଟ ଦେବା ଦରକାର। ସେମାନେ ଯାହା କହୁଛନ୍ତି ସେମାନଙ୍କୁ ଏକ୍ସପ୍ରେସ କରିବାକୁ ପଡିବ। ସେମାନେ କଣ ଭାବୁଛନ୍ତି ନିଜ ଭିତରେ କଣ ତାଙ୍କୁ ଏକ୍ସପ୍ରେସ ଯଦି ଫ୍ୟାମିଲି ମେମ୍ବର ସହିତ ଏକ୍ସପ୍ରେସ କଲେ ତାଙ୍କ ସାଙ୍ଗସାଥି ସହିତ ଏକ୍ସପ୍ରେସ କରିବେ ସେଇଟା ନିହାତି ଆବଶ୍ୟକ। ସେମାନେ ଯାଇ ଡେଲି ଏକ୍ସରସାଇଜ ପାଇଁ ଯିବେ ସେଇଠି ତାଙ୍କ ସାଙ୍ଗ ସହିତ ମିଶିକି କଥାବାର୍ତ୍ତା ହେବେ। ନିଜର ଯାହା ହବି ଅଛି ସେଇଟା ଯେତେ ତୁରନ୍ତ ଷ୍ଟାର୍ଟ କରିବେ ସେତେ ଶୀଘ୍ର ଏଇ ସବୁ ଜିନିଷ ଆଭଏଡ ହେଇଯିବ। ଯେତେ ଶୀଘ୍ର ସେମାନେ ନିଜର ରୁଟିନ ଆକ୍ଟିଭିଟିରେ ଟାଇମ ଷ୍ଟାର୍ଟ କରିଦେବେ ସେଇ ସମୟରେ ସେଇ ଜିନିଷ ଗୁଡାକରେ ଧୀରେ ଧୀରେ ପଳେଇଯାଏ। ତା ବାଦ ବି ଯଦି ତାଙ୍କୁ ଏଇ ପ୍ରକାର ପ୍ରୋବ୍ଲେମ ଲାଗି ରହିଲା ତେବେ ତାଙ୍କୁ ସାଇକାଟ୍ରିଷ୍ଟ ର ଓପିନିୟନ ନେଇ ତାଙ୍କୁ କିଛି ପ୍ରକାର ଆଣ୍ଟି ଡିପ୍ରେସନ ୟା ଫ୍ରେଡ ହେଲେ ଆନଜାଇଟି ହେଲେ ଆଣ୍ଟି ଆନଜାଇଟି ଡ୍ରଗ୍ସ ଦେଇ ସପୋର୍ଟିଭ ମେଜର ନେବାକୁ ପଡିବ। ହାର୍ଟ ଆଟାକ୍ ହେଲା ପରେ ପ୍ରାୟ ଫାଷ୍ଟ ୱିକରେ ପେସେଣ୍ଟ ଯେତେବେଳେ ଘରକୁ ଯାଏ ଡିସଚାର୍ଜ ହୁଏ ସେତେବେଳେ ତାକୁ ୱିକନେସ ଫିଲିଂ ହୁଏ। ସେଇ ୱିକନେସ କାହିଁକି ଫିଲିଂ ହୁଏ ନା ପେସେଣ୍ଟର ହାର୍ଟ ମସଲ ଟା ୱିକ୍ ହେଇଯାଇଥାଏ। ସର୍ଜରୀ ପରେ ଯାହା ହାର୍ଟ ଆଟାକ୍ ପରେ ମସଲ ୱିକ୍ ହେଇଯାଇଥାଏ। ତା ଛଡା ପେସେଣ୍ଟ ସପ୍ତାହେ ପର୍ଯ୍ୟନ୍ତ ଯେତେବେଳେ ହସ୍ପିଟାଲରେ ଥାଏ ବେଡ୍ ରିଡେନ୍ ଥାଏ ଯେତେବେଳେ ଚାଲେ ସେତେବେଳେ ୱିକନେସ ଲାଗେ। ଏଇଟା ସାମାନ୍ୟ କଥା। ସେଥିପାଇଁ ତାଙ୍କୁ ଫାଷ୍ଟ 2 ୱିକ୍ସ ଘରେ ଯାଇ ରେଷ୍ଟ କରିବା କଥା। ତାପରେ ଧୀରେ ଧୀରେ ସେମାନେ କିଛି ନା କିଛି ଏକ୍ସରସାଇଜ ଯେମିତି ରୁମ ଭିତରେ ଧୀରେ ଧୀରେ ଚାଲିବେ ଘର ଭିତରେ ନିଜେ ଗାଧା ପାଧା ନିଜେ କରିବେ ସଫାସୁତୁରା ନିଜେ ହେବେ ନିଜେ ଡ୍ରେସ ପତ୍ର ପିନ୍ଧିବେ। ଆଉ ଦ୍ଵିତୀୟ କଥା ହେଲା ସେମାନେ ସିଡି ଚଢିବା ବେଟର ରହିବ। ଫାଷ୍ଟ 4 to 6 ୱିକ୍ସ ପର୍ଯ୍ୟନ୍ତ ସିଡି ଚଢିବେନି। ୟା କୌଣସି ଜିନିଷକୁ ଧକ୍କା ଦେଇ ପୁସ୍ କରିବା ପୁଲ କରିବା ଏଇ ସବୁ ଜିନିଷ ସେମାନେ ଆଭଏଡ କରିବା କଥା। ୟା କୌଣସି ପ୍ରକାର ଯଦି ଝାଡା ଟାଇଟ୍ ହଉଛି କନଷ୍ଟିପେସନ ହଉଛି ତେବେ କନଷ୍ଟିପେସନ ପାଇଁ ଔଷଧ ନେଇ କନଷ୍ଟିପେସନ ଟୁ ବି ଆଭଏଡେଡ। କାରଣ କନଷ୍ଟିପେସନ ହେଲେ ବେଳେ ବେଳେ କିଛି ପାଇଲ୍ସ ଥିବ ବ୍ଲିଡିଂ ହେଲା ବ୍ଲିଡିଂ ହେଲେ ଆମକୁ ରକ୍ତ ପତଳା କରିବାର ଔଷଧ ଅଛି ହାର୍ଟ ଆଟାକ ପରେ ବହୁତ ଇମ୍ପୋର୍ଟାଣ୍ଟ ଔଷଧ ହଉଛି ରକ୍ତ ପତଳା କରିବା ଔଷଧ। ଯଦି କନଷ୍ଟିପେସନ ପରେ ଯଦି ବ୍ଲିଡିଂ ହେଇଗଲା ତେବେ ଆମକୁ ସେ ରକ୍ତ ପତଳା କରିବା ଔଷଧ ବନ୍ଦ କରିବାକୁ ପଡିଥାଏ ଯାହା ଦ୍ୱାରା ପୁଣି ଆଉ ଥରେ ହାର୍ଟ ଆଟାକ ହେବାର ଚାନ୍ସ ବହୁତ ବହୁତ ବଢି ଯାଇଥାଏ। କାରଣ ରକ୍ତ ପତଳା କରିବା ଔଷଧ ବନ୍ଦ କରିବ ମାନେ ହାର୍ଟ ଆଟାକ ହେବାର ଚାନ୍ସ ଅଧିକା ହେଇଥାଏ। ତେବେ ଏଇ ଜିନିଷ ଗୁଡାକ ଟିକେ ଟେକ୍ କେୟାର କରିବାକୁ ପଡିବ। ହାର୍ଟ ଆଟାକ ପରେ ଆଉ ଥରେ ରିପିଟ ହାର୍ଟ ଆଟାକ ହେବାର ବହୁତ ବହୁତ ଚାନ୍ସ ଅଛି। ଯେମିତି ମୁଁ ଆଗରୁ କହିଲି 100ରୁ ପ୍ରାୟ
20 ରୁ 25 ଲୋକଙ୍କୁ ଆଉ ଥରେ ହାର୍ଟ ଆଟାକ୍ ନେକ୍ସଟ 5 ଇୟର୍ସ ଭିତରେ ହେଇପାରେ। ଏଇଟା ପାଇଁ ତାଙ୍କୁ କିଛି ଜିନିଷ ଟେକ୍ କେୟାର କରିବାକୁ ପଡିବ, ଜୀବନ ଶୈଳୀରେ ଚେଞ୍ଜ କରିବାକୁ ପଡିବ, ଯୋଉ ମେଡିକେସନ ଦିଆଯାଉଛି ସେଟା ରେଗୁଲାର ନେବାକୁ ପଡିବ, ସ୍ମୋକିଂ କରିବେନି, ରେଗୁଲାର ଏକ୍ସରସାଇଜ କରିବେ, ଷ୍ଟ୍ରେସ ଲେଭଲକୁ କମ କରିବେ, ଯେତେ ପାରିବେ ବ୍ୟାୟାମ କରିପାରିବେ, ସେଡେଣ୍ଟାରୀ ଲାଇଫଷ୍ଟାଇଲରୁ ଆଭଏଡ କରିବେ। ଏଇ ସବୁ ଜିନିଷ କଲେ ଆମେ ଦ୍ୱିତୀୟ ହାର୍ଟ ଆଟାକରୁ ନିଶ୍ଚୟ ଭାବରେ ବଞ୍ଚିପାରିବା। ବିଭିନ୍ନ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଡାକ୍ତରଙ୍କ ଠାରୁ ଜାଣିବା ପାଇଁ ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆର ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ।